ଗୋଟିଏ ସମୟର କଥା। ପ୍ରାଚୀନ ନେପାଳର ଗୋଟିଏ ଶାନ୍ତ ଗାଁରେ ରୁଦ୍ର ନାମକ ଜଣେ ଯବାନ ଯୁବକ ରହୁଥିଲା। ରୁଦ୍ର ତାର ଅଭଦ୍ର ସ୍ୱଭାବ ଏବଂ ଅଶାନ୍ତ ମନ ପାଇଁ ପୁରା ଗାଁରେ ପ୍ରସିଦ୍ଧ ଥିଲା। ତା ମନ ସବୁ ସମୟରେ ବିଚାରରେ ଘେରି ରହେ। ବିଚାରମାନଙ୍କର ବର୍ଷା ପାଇଁ ତା ମନ ସର୍ବଦା ଅଶାନ୍ତରେ ଘେରି ରହିଥାଏ। ଶାନ୍ତି ତ ଯେପରି ତା ଜୀବନରୁ ପଳାଇ ଯାଇଛି। ସେ ସବୁ ସମୟରେ ତା ନିଜ ଭାବନାର ବିଚାରରେ ଜୀଇଁଥାଏ। ଏପରି ଭାବରେ ସେ ଗୋଟିଏ ଚିନ୍ତାପୂର୍ଣ୍ଣ ଜୀବନ ଜିଉଁଥିଲା। ତାର ଅଶାନ୍ତ ମନ ଏବଂ ରାଗ ତମତମ କଥା ପାଇଁ ତା ପରିବାର ଏବଂ ଗାଁର କୌଣସି ଲୋକମାନଙ୍କ ସହ ମଧ୍ୟ ତାର ସମ୍ପର୍କ ଭଲ ନଥିଲା, ଯାହା ଫଳରେ ସେ ନିଜକୁ ନେଇ ଭାଗ୍ୟହୀନ ଏବଂ ଅପମାନିତ ଅନୁଭବ କରୁଥାଏ। ଧୀରେ ଧୀରେ ସେ ଏପରି ଭାବନା ପାଇଁ ଆହୁରି ଅଧିକ ମାନସିକ ଚିନ୍ତାରେ ପଶି ଯାଉଥାଏ। ଏକଦା ରୁଦ୍ର ବାହାରେ ଭ୍ରମଣ କରୁଥିଲା। ଭ୍ରମଣ କରିବା ସମୟରେ ସେ ଦେଖିବାକୁ ପାଇଲା କି ଗୋଟିଏ ବୌଦ୍ଧ ଭିକ୍ଷୁ ଗୋଟିଏ ଗଛ ତଳରେ ଏକାନ୍ତ ମନରେ ବସିଛନ୍ତି। ବୌଦ୍ଧ ଭିକ୍ଷୁଙ୍କ ମୁଖରୁ ଏକ ନିର୍ମଳ ଶାନ୍ତିର ତେଜ ଦେଖାଯାଉଥିଲା। ସେହି ନିର୍ମଳ ଶାନ୍ତିର ଝଲକ ରୁଦ୍ରକୁ ବୌଦ୍ଧ ଭିକ୍ଷୁଙ୍କ ଆଡ଼କୁ ଆକର୍ଷିତ କଲା। ଯେବେ ରୁଦ୍ର ବୌଦ୍ଧ ଭିକ୍ଷୁଙ୍କ ନିକଟକୁ ଆସିଲା, ତେବେ ତାକୁ ତାଙ୍କ ପାଖରେ ଏକ ସକାରାତ୍ମକ ଉର୍ଜା ଅନୁଭବ ହେଲା। ରୁଦ୍ରକୁ ଅନୁଭବ ହେଲା କି ଏହି ଅଦ୍ଭୁତ ଶାନ୍ତିର ରହସ୍ୟ କେବଳ ଏହି ବୌଦ୍ଧ ଭିକ୍ଷୁ ହିଁ ଅଟନ୍ତି। ଏଥିପାଇଁ ରୁଦ୍ର ସେଠି ବସି ତାଙ୍କର ଧ୍ୟାନରୁ ଆଖି ଖୋଲିବାର ଅପେକ୍ଷା କରିଲା। ଅଳ୍ପ ସମୟ ପରେ ଯେତେବେଳେ ବୌଦ୍ଧ ଭିକ୍ଷୁ ତାଙ୍କର ଆଖି ଖୋଲିଲେ, ତେବେ ସେ ଗୋଟିଏ ଯୁବକକୁ ତାଙ୍କ ଆଗରେ ବସିଥିବାର ଦେଖିବାକୁ ପାଇଲେ, ଯିଏକି ବହୁତ ଚିନ୍ତାଗ୍ରସ୍ତ ଏବଂ ଭାବନାର ଗୁନ୍ଥରେ ବାନ୍ଧି ହେଉକିଥିଲା। ରୁଦ୍ର ଭିକ୍ଷୁଙ୍କ ଆଡ଼କୁ ଏକ ଆଶାବାଦୀ ନଜରରେ ଦେଖି ତାଙ୍କୁ ସରଳ ଭାବରେ କହିଲା, ହେ ମୁନିବର, ମୋ ମନ ବହୁତ ଅଶାନ୍ତ। ମୋ ମନର ବିଚାର ମୋତେ ଖାଇବାକୁ ଲାଗୁଛି। ମୁଁ ଗୋଟିଏ କ୍ଷଣ ପାଇଁ ବି ଶାନ୍ତିର ଅନୁଭବ କରିପାରୁନାହିଁ। କ'ଣ ଆପଣ ମୋତେ ଶିଖାଇ ପାରିବେ କି ମୋର ଏହି ଅଶାନ୍ତ ମନକୁ ଶାନ୍ତ କିପରି କରିପାରିବି? ବୌଦ୍ଧ ଭିକ୍ଷୁ ରୁଦ୍ରର କଥାଗୁଡ଼ିକୁ ଶୁଣିବା ସହିତ ତା ଆଡ଼କୁ ଦୟାବନ ନଜରରେ ଦେଖିଲେ ଏବଂ କହିଲେ, ହେ ଯୁବକ, ମୁଁ ତୁମକୁ ଗୋଟିଏ କାହାଣୀ ଶୁଣିବାକୁ ଚାହୁଁଛି। ଏହି କାହାଣୀରେ ମାନସିକ ଶାନ୍ତି ଏବଂ ଖୁସି ହେବାର ରହସ୍ୟ ଲୁଚିକି ରହିଛି। କ'ଣ ତୁମେ ଏହା କାହାଣୀକୁ ଶେଷ ପର୍ଯ୍ୟନ୍ତ ଶୁଣିବ? ରୁଦ୍ର ହଁ କରି ନିଜର ମୁଣ୍ଡ ହଲାଇଲା ଏବଂ ପୁରା ଏକାଗ୍ରତା ସହ ସେହି କାହାଣୀ ଶୁଣିବାକୁ ପ୍ରସ୍ତୁତ ହୋଇଗଲା। ବୌଦ୍ଧ ଭିକ୍ଷୁ କାହାଣୀ ଶୁଣିବାକୁ ଆରମ୍ଭ କଲେ। ବହୁତ ସମୟ ପୂର୍ବର କଥା। ଗୋଟିଏ ନଗରରେ ରଘୁ ନାମକ ଜଣେ ବ୍ୟକ୍ତି ରହୁଥିଲା। ତାକୁ ସବୁ କାମରେ ଲୋକମାନଙ୍କ ପ୍ରଶଂସା ଶୁଣିବା ଦରକାର ହେଉଥିଲା। ଯଦି ସେ କୌଣସି କାମରେ ଅସଫଳତା ଏବଂ ପ୍ରଶଂସା ଶୁଣିବାକୁ ନ ପାଏ, ତେବେ ସେ ଗଭୀର ଚିନ୍ତାରେ ଚାଲି ଯାଇଥାଏ। ତାର ମାନିବାର ଥିଲା କି ସଫଳତା ଏବଂ ଭୌତିକ ସମ୍ପତ୍ତି ତାକୁ ମନ ଇଚ୍ଛା ସୁଖ ଦେବ। ମାତ୍ର ଯେବେ ବି ସେ ସଫଳତା ଏବଂ ପ୍ରଶଂସାର ପଛରେ ପଡୁଥାଏ, ସେ ସେତେ ମାତ୍ରାରେ ମାନସିକ ଚିନ୍ତାରେ ଡୁବି ଯାଉଥାଏ। କିନ୍ତୁ ଗୋଟିଏ ଦିନ ରଘୁର ସାମ୍ନା ଗୌତମ ବୁଦ୍ଧଙ୍କ ଠାରେ ହେଲା। ଗୌତମ ବୁଦ୍ଧ ତାଙ୍କର ହଜାର ହଜାର ଶିଷ୍ୟଙ୍କୁ ଧ୍ୟାନ ସାଧନ କରିବାର ଶିକ୍ଷା ଦେଉଥିଲେ ଏବଂ ସେ ନିଜେ ମଧ୍ୟ ଗୋଟିଏ ବହୁତ ବଡ଼ ଜ୍ଞାନୀ ଏବଂ ଶାନ୍ତର ପ୍ରତୀକ ମଧ୍ୟ ଥିଲେ। ଗୌତମ ବୁଦ୍ଧ ମନକୁ ଶାନ୍ତ ଏବଂ ବିଭିନ୍ନ ନକାରାତ୍ମକ ବିଚାର ଠାରୁ ଦୂରେଇ ପାରୁଥିବା ଏକ ସିଦ୍ଧ ପୁରୁଷ ବୋଲି ଜାଣିବା ପରେ ରଘୁ ତାର ସମସ୍ୟା ଗୌତମ ବୁଦ୍ଧଙ୍କୁ ଜଣାଇଲା। ରଘୁ କହିଲା, ହେ ବୁଦ୍ଧ, ମୁଁ ସର୍ବଦା ସଫଳତା ପଛରେ ଦୌଡ଼ୁଅଛି ଏବଂ ଲଗାତାର ଅଧିକ ସଫଳତା ପାଇବା ପାଇଁ ଚେଷ୍ଟା ମଧ୍ୟ କରୁଅଛି। ମାତ୍ର ଏହା ପରେ ବି ମୋତେ କୌଣସି ସ୍ଥାୟୀ ଶାନ୍ତି କିମ୍ବା ଆତ୍ମଶାନ୍ତି ମିଳୁନାହିଁ। ଏହି ନିରନ୍ତର ଭାବନା ଭିତରେ ମୋତେ ଶାନ୍ତି କିପରି ମିଳିପାରିବ? ମହାତ୍ମା ଗୌତମ ବୁଦ୍ଧ ରୁଦ୍ର ଆଡ଼କୁ କରୁଣା ଭରା ଆଖିରେ ଦେଖିଲେ ଏବଂ କହିଲେ, ତୁମ ମନ ଏକ ଅଶାନ୍ତ ନଦୀ ପରି ଅଟେ, ଯାହା ସର୍ବଦା ବହିଥାଏ, କେବେ ସ୍ଥିର ରହିପାରିନଥାଏ। ନିଜର ଅଶାନ୍ତ ମନକୁ ଶାନ୍ତ ରଖିବାର କଳା ଶିଖିବା ପାଇଁ ତୁମକୁ ବିଚାରକୁ ବିନା କୌଣସି ବାନ୍ଧି ରଖିକି ଛାଡ଼ି ଦେବାର କଳା ଶିଖିବାକୁ ପଡ଼ିବ। ଏହା ଶୁଣି ରଘୁ ଆଶ୍ଚର୍ଯ୍ୟ ହୋଇଗଲା। ସେ କହିଲା, ହେ ବୁଦ୍ଧ, ଗୋଟିଏ ମନୁଷ୍ୟ ତାର ଜୀବନରେ ନିଜର ବିଚାରକୁ କିପରି ଅଣଦେଖା କରିପାରିବ? ଗୋଟିଏ ମନୁଷ୍ୟ ତାର ମନରେ ଉଠୁଥିବା ବିଚାର ପାଇଁ ହିଁ ଭଲ ରାସ୍ତାକୁ ଯାଇଥାଏ। ଏହା ଶୁଣି ଗୌତମ ବୁଦ୍ଧ ହସିଲେ ଏବଂ କହିଲେ, କଳ୍ପନା କର ତୁମ ହାତରେ ପାଣି ଭରି ରହିଥିବା ଗୋଟିଏ ପାତ୍ର ଅଛି। ଏହାକୁ ତୁମେ ଯେତେ ସମୟ ପର୍ଯ୍ୟନ୍ତ ଧରି ରଖିବ, ସେ ସେତେ ହିଁ ଭାରି ହେବା ଆରମ୍ଭ ହୋଇଯିବ ଏବଂ ତୁମେ ଯଦି ବହୁତ ଅଧିକ ସମୟ ପର୍ଯ୍ୟନ୍ତ ଏହାକୁ ଧରି ରଖିବ, ତେବେ ତୁମ ହାତରେ କଷ୍ଟ ହେବା ଆରମ୍ଭ ହୋଇଯିବ। କିନ୍ତୁ ତୁମେ ଯଦି ଏହାକୁ ନ ଧରି ତଳକୁ ଓହ୍ଲାଇ ଦେବ, ତୁମେ ତୁମ ଯନ୍ତ୍ରଣାକୁ
ସେଇ କ୍ଷଣଠାରୁ ଦୂର କରିପାରିବ। ଗୌତମ ବୁଦ୍ଧଙ୍କ ଏହି ଉଦାହରଣରୁ ରଘୁ ବୁଝିପାରିଲା କି ତାର ବିଚାର ଏବଂ ଇଚ୍ଛାକୁ ଜାବୁଡି ଧରିବା ହିଁ ତାର ବୋଝ ବଢାଇଥାଏ, ଯାହା ତାହା ଭିତରେ ଅଶାନ୍ତି ସୃଷ୍ଟି କରିଥାଏ। ଗୌତମ ବୁଦ୍ଧଙ୍କ ଠାରୁ ଏହା ଜାଣି ସେ ପ୍ରତିଦିନ କିଛି ସମୟ ଧ୍ୟାନ କରିଲା। ଧ୍ୟାନ କରିବା ସମୟରେ ତା ମନରେ ଉଠୁଥିବା ମୂଲ୍ୟହୀନ ବିଚାର ଗୁଡ଼ିକୁ ସେ ଯିବାକୁ ଦେଲା। ଏମିତି କିଛି ଦିନ କରିବା ପରେ ସେ ଜାଣିବାକୁ ପାଇଲା କି ବର୍ତ୍ତମାନରେ ନିଜର ଭାବନା ଏବଂ ଶରୀରକୁ ଏକାଠି ରଖିବା ହିଁ ପ୍ରକୃତ ଶାନ୍ତି ଅଟେ। ସେ ସ୍ୱୟଂକୁ ବର୍ତ୍ତମାନର ଧ୍ୟାନ କରିକି ନିଜର ନିରନ୍ତର ଭାବନା ଏବଂ ବିଚାର ଠାରୁ ମୁକୁଳି ପାରିଥିଲା। ଧୀରେ ଧୀରେ ରଘୁର ମନ ଗୋଟିଏ ଶାନ୍ତ ପୋଖରୀ ପରି ହୋଇଗଲା, ଯିଏ ତାର ଶାନ୍ତ ନଜରରେ ପ୍ରକୃତିର ସୁନ୍ଦରତାକୁ ନିଜଠାରେ ଚିତ୍ରିତ କରିଦେଇଥାଏ। ସେ ଜୀବନରେ ସାଧନାର ମହତ୍ଵ ଜାଣି ନିଜ ମନରେ ଥିବା ଭୌତିକ ସମ୍ପତ୍ତିର ଲୋଭ ଏସବୁକୁ ତ୍ୟାଗ କରିଦେଲା। ଯେପରି ଭାବରେ ଲୋକଙ୍କ ମଧ୍ୟରେ ରଘୁ ଭିତରେ ହୋଇଥିବା ଏହି ପରିବର୍ତ୍ତନର ଖବର ପହଞ୍ଚିଲା, ଦୂର ଦୂରରୁ ଲୋକେ ତା ଠାରୁ ମାର୍ଗଦର୍ଶନ ପାଇଁ ଆସିବାକୁ ଲାଗିଲେ। ସେ ଲୋକମାନଙ୍କୁ ସମସ୍ତ ଚିନ୍ତା ଏବଂ ନକାରାତ୍ମକ ଭାବନାକୁ ଦୂର କରି କିପରି ଜୀବନରେ ପ୍ରକୃତ ଶାନ୍ତି ପାଇପାରିବ ଏହାର ଜ୍ଞାନ ଦେଇକି ଶାନ୍ତି ଏବଂ ଜ୍ଞାନର ପ୍ରକାଶିତ ସ୍ତମ୍ଭ ହୋଇଗଲା। ଏହି ପ୍ରକାରରେ ରଘୁ ଏବଂ ଗୌତମ ବୁଦ୍ଧଙ୍କ କାହାଣୀକୁ ସମାପ୍ତ କରି ବୌଦ୍ଧ ଭିକ୍ଷୁ ଅଳ୍ପ ସମୟ ପାଇଁ ମୌନ ହୋଇଗଲେ, ରୁଦ୍ର ଭିତରେ ଏହି କାହାଣୀର ଅର୍ଥ ଗଭୀରତା ସହ ମିଶି ପାରିବା ପାଇଁ। ଏହାପରେ ରୁଦ୍ର ଧୀରେ ଧୀରେ କରି ବୌଦ୍ଧ ଭିକ୍ଷୁଙ୍କୁ କହିଲା, ହେ ମୁନିବର, ମତେ କାହାଣୀରେ ଜ୍ଞାନ ଦେଖିବାକୁ ମିଳିଲା, ମାତ୍ର ମୁଁ ଏହି କାହାଣୀର ଶିକ୍ଷାକୁ ନିଜ ଜୀବନରେ କିପରି ଲାଗୁ କରିପାରିବି? ମୁଁ ମୋର ଅଶାନ୍ତ ମନକୁ ଶାନ୍ତ କିପରି କରିପାରିବି? ରୁଦ୍ରର ଏହି ପ୍ରଶ୍ନରେ ବୌଦ୍ଧ ଭିକ୍ଷୁ ଉତ୍ସାହର ସହ କହିଲେ, ଅଶାନ୍ତ ମନକୁ ଶାନ୍ତ କରିବାର ଅଭ୍ୟାସ ଆତ୍ମଜାଗୃତିରେ ଆରମ୍ଭ ହୋଇଥାଏ। ନିଜ ଭିତରେ ପ୍ରତିଦିନ ଉଠୁଥିବା ବିଚାର ପାଇଁ ପ୍ରତିଦିନ କିଛି ସମୟ ବାହାର କର। ଯେଉଁ ଭାବନା ଗୁଡ଼ିକ ତୁମକୁ ଉତ୍ତେଜିତ କରୁଛି ସେ ବିଚାର ଗୁଡ଼ିକୁ ଦେଖ, ସେ କିପରି ଆସୁଅଛି ଏବଂ ଆକାଶରେ ଗର୍ଜନ କରୁଥିବା ବାଦଲ ପରି ଚାଲି ମଧ୍ୟ ଯାଉଛନ୍ତି। ରୁଦ୍ର ଏହା ଶୁଣି ନିଜର ଆଖି ବନ୍ଦ କଲା ଏବଂ ଭିକ୍ଷୁଙ୍କ କହିବା ଅନୁସାରେ ନିଜର ବିଚାରକୁ ନେଇ ପରୀକ୍ଷା କରିବା ଆରମ୍ଭ କରିଦେଲା। ଯେମିତି ହିଁ ସେ ନିଜର ବିଚାର ଗୁଡ଼ିକୁ ପରୀକ୍ଷଣ କରିବା ଆରମ୍ଭ କଲା, ସେ ଦେଖିଲା କି ତା ଭିତରେ ଚିନ୍ତା, ସମସ୍ୟା ଓ ଦୁଃଖର ନିରନ୍ତର ଧାରା ବହୁଅଛି। କେବଳ ତାକୁ ତାର ଏହି ଭାବନା ହିଁ ତାକୁ ଏକ ଅଦ୍ଭୁତ ଭାବନାର ଅନୁଭବ କରାଇଲା। ଏହାପରେ ବୌଦ୍ଧ ଭିକ୍ଷୁ ଆଗକୁ କହିଲେ, ଯେପରି ରଘୁ ତାର ମନରୁ ଖରାପ ବିଚାରକୁ ଅଲଗା କରିପାରିଥିଲା, ସେପରି ତୁମେ ମଧ୍ୟ ତୁମ ଭିତରେ ଉଠୁଥିବା ନକାରାତ୍ମକ ବିଚାର ଗୁଡ଼ିକୁ ଅଲଗା କରିପାରିବ। ଯେତେବେଳେ ବି କୌଣସି ପ୍ରକାର ବିଚାର ତୁମ ମନରେ ଉଠୁଅଛି, ସେଗୁଡ଼ିକୁ ପୂର୍ଣ୍ଣ ରୂପରେ ସ୍ୱୀକାର କର ଏବଂ ସେଗୁଡ଼ିକୁ ଧୀରେ ଧୀରେ ଯିବା ପାଇଁ ମଧ୍ୟ ଦିଅ ଏବଂ ବର୍ତ୍ତମାନ ସମୟରେ ଧ୍ୟାନକୁ କେନ୍ଦ୍ରିତ ମଧ୍ୟ କର। ଏଥିରେ ରୁଦ୍ର ମଝିରେ ଅଟକାଇକି କହିଲା, ମୁନିବର, କଣ ହେବ ଯଦି ବିଚାରର ଏକ ଭାବନା ଏକ ମଜବୁତ ଥିବ କି ସେ ଯାଉ ବି ନଥିବ? ତେବେ ମୁଁ କଣ କରିବି? ବୌଦ୍ଧ ଭିକ୍ଷୁ ରୁଦ୍ରର କଥା ଉପରେ ହଁ କରି କହିଲେ, ଏପରି ବହୁତ ସୁଯୋଗ ଆସିବ ଯେବେ ତୁମ ମନରେ ବିଚାର ଗୁଡ଼ିକର ବର୍ଷା ହେବ, ଯେବେ ତୁମର ମନ ତୁମର କଥା ବିଲକୁଲ ବି ଶୁଣିବ ନାହିଁ। ସେହି ସମୟରେ ତୁମକୁ ନିଜର ନିଶ୍ୱାସର ଶକ୍ତି ଉପରେ ବିଶ୍ୱାସ ରଖିବାକୁ ପଡ଼ିବ। ବୌଦ୍ଧ ଭିକ୍ଷୁ କହିଲେ, ଯେବେ ବି ତୁମର ମନ ଉତ୍ତେଜିତ ଏବଂ ଅଶାନ୍ତ ହେବ, ତେବେ ତୁମକୁ ସେହି କ୍ଷଣରେ ହିଁ ନିଜର ଶ୍ୱାସ ପାଖକୁ ନେଉଟିବାକୁ ପଡ଼ିବ। ଶ୍ୱାସର ନିୟମିତ ଗତି ତୁରନ୍ତ ତୁମକୁ ବର୍ତ୍ତମାନର କ୍ଷଣକୁ ନେଇକି ଆସିଯିବ ଏବଂ ଗୋଟିଏ ଶାନ୍ତିର ଅନୁଭବ କରାଇବ। ସାଙ୍ଗମାନେ, ଆପଣ ବି ବୌଦ୍ଧ ଭିକ୍ଷୁଙ୍କ କହିବା ଅନୁସାରେ ନିଜର ଜୀବନକୁ ଯଦି ଏହିପରି ଗଢ଼ିବ, ତେବେ ଆପଣ ବି ମଧ୍ୟ ଏହି ଆଧୁନିକ ଦୁନିଆର ଚିନ୍ତା ସମସ୍ୟାକୁ ଦୂରେଇ ପରମ ଶାନ୍ତି ପ୍ରାପ୍ତ କରିପାରିବ।